ହ୍ୟାଲୋ ହାଏ ଜୟ ଜଗନ୍ନାଥ। କେମିତି ସବୁ ଅଛ? ପୁଣି ଥରେ ଗୋଟେ ଭିଡ଼ିଓ ନେଇକି ଆସିଛି ଆପଣଙ୍କର ଭାଇ। ମୁଁ ପ୍ରଥମରୁ କହିଛି ମୋ ଭିଡ଼ିଓ ଯେତେବେଳେ ଭିଡ଼ିଓ କରେ ନିହାତି କିଛି ଭଲ ନା ଭଲ ଜିନିଷ ନେଇକି ଆସେ, କିଛି ନା ଭଲ କଥା ହିଁ ନେଇକି ଆସିଥାଏ। ଆଉ ମୋ ଭିଡ଼ିଓ ଆପଣ ଦେଖିଲେ କିଛି ନା କିଛି ଆପଣ ନିହାତି ଶିଖିବେ। ସେଥିପାଇଁ ମୁଁ ଆପଣମାନଙ୍କୁ କହୁଛି ମୋ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ, ସ୍କିପ୍ କରିବେନି। ଲାଇକ୍ କରିବା ଫଲୋ କରିବା ଏଇଟା ତ ଦୂରର କଥା, କିନ୍ତୁ ଭିଡ଼ିଓଟାକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ଆମେ ଲାଇକ୍ ଫଲୋ ପାଇଁ ଆମେ ଭିଡ଼ିଓ କରୁନେ, ଆମେ ଏଇଥିପାଇଁ ଭିଡ଼ିଓ କରୁଛେ କି ତୁମେମାନେ କିଛି ଜିନିଷ ଶିଖ, ଗୋଟେ ଭଲ ଜିନିଷ ତୁମମାନଙ୍କ ପାଖରେ ପହଞ୍ଚିବା ନିହାତି ଦରକାର ଆଜିର ଦୁନିଆରେ। ତ ମୋର କହିବାର କାରଣ ହେଉଛି ଏଇଟା, ତୁମର ଜଣେ ସାଙ୍ଗ ହେଉ, ତୁମର ଜଣେ ଗାର୍ଲଫ୍ରେଣ୍ଡ ହେଉ, ତୁମର ଜଣେ ସ୍ତ୍ରୀ ହେଉ, ତୁମର ଜଣେ ଭଉଣୀ ହେଉ, ତୁମର ଜଣେ ମାଆ ବି ହେଉ, ତାଙ୍କ ମଧ୍ୟରୁ ଜଣେ ତୁମକୁ ଯିଏ ବି ହେଉ, ସପୋଜ ତୁମର ଗାର୍ଲଫ୍ରେଣ୍ଡ ଯାହାକୁ ତୁମେ ଅଧିକ ଭଲ ପାଇଛ, ସେ ତୁମର ପ୍ରତିଟି କ୍ଷେତ୍ରରେ ତୁମକୁ ସାହାଯ୍ୟ କରୁଛି। ଏମିତି ଜ୍ୱରରେ, ଡାକ୍ତରଖାନାରେ, ପାଠ ପଢ଼ିବାରେ, ଘର ଅସୁବିଧାରେ, ବାଟଘାଟରେ, ସବୁଥିରେ ତୁମକୁ ସାହାଯ୍ୟ କରୁଛି। ସେ ତା ଜୀବନକୁ ସମୟ ନ ଦେଇକି ତୁମ ଜୀବନରେ ସମୟ ଦେଇଛି, ଆଉ ତୁମଠୁ ପ୍ରତିଟି କ୍ଷେତ୍ରରେ ତୁମକୁ ସାହାଯ୍ୟ କରୁଛି। ଟଙ୍କା ପଇସାଠୁ ଆରମ୍ଭ କରି ନିଜ ଝାଳକୁ ବୁହାଇ ଦେଇଛି, ନିଜ ରକ୍ତକୁ ଦେଇଛି, ଏମିତିକି ସବୁକିଛି ତୁମ ପାଇଁ ସେ ଟାଇମ୍ ବାହାର କରିକି ସବୁକିଛି ତୁମ ପାଇଁ ସାକ୍ରିଫାଇସ୍ କରିଦେଇଛି। ତାପରେ ତୁମେ ତାକୁ ଚିହ୍ନି ପାରୁନ, ତାପରେ ବି ତୁମେ ତାକୁ ଚିହ୍ନି ପାରୁନ, ତାକୁ ଭୁଲି ଯାଇକି ଅନ୍ୟମାନଙ୍କ ସହିତ ପଳେଇ ଯାଇଛ। ତୁମେ ଅନ୍ୟ ଲୋକମାନଙ୍କ ଉପରେ ବିଶ୍ୱାସ କରିଦେଇଛ, ଅନ୍ୟ ଲୋକମାନଙ୍କର ସାହାଯ୍ୟ ନେଇଛ, ଅନ୍ୟ ଲୋକମାନଙ୍କ ପାଖରେ ଯାଇକି ତୁମେ ସମୟ ବର୍ବାଦ କରିଛ। କିନ୍ତୁ ଯେ ସାଙ୍ଗଟା ତୁମକୁ ସାହାଯ୍ୟ କରୁଥିଲା ଫାଷ୍ଟ, ତୁମେ ତାକୁ ଆଉ ବୁଝିପାରୁନ ନା, ତାକୁ ବୁଝିବା ପାଇଁ ଚେଷ୍ଟା କରୁଛ, ତାକୁ ତୁମେ ଅଲରେଡ଼ି ଭୁଲି ଯାଇଛ। ଯେତେବେଳେ ସେକେଣ୍ଡ ସାଙ୍ଗ ତୁମକୁ ଧୋକା ଦେଇଛି, କୌଣସି ମତରେ ତୁମ ସହିତ ଝଗଡ଼ା ହେଇଯାଇଛି, କୌଣସି ମୁହୂର୍ତ୍ତରେ କୌଣସି ଗୋଟେ ଜିନିଷକୁ ନେଇକି ତୁମର ଆର୍ଗୁମେଣ୍ଟ ହେଇଯାଇଛି, ସେତେବେଳେ ତୁମେ ସେଇ ଫାଷ୍ଟ ସାଙ୍ଗ ପାଖକୁ ଫେରି ଆସିଛ। ଆଉ ତାକୁ କହିଛ, ୟାର ମୋର ଭୁଲ ହେଇଯାଇଛି, ୟାର ତୋ ସହିତ କଥା ହେଉନଥିଲି, ଏମିତି ସେମିତି, ମୁଁ ତା କଥାରେ ପଳେଇ ଯାଇଥିଲି। କିନ୍ତୁ ସେ ଫାଷ୍ଟ ସାଙ୍ଗ ବି ତୁମକୁ ଲାଷ୍ଟଲି ଆଉ ଆକ୍ସେପ୍ଟ କରୁନାହିଁ। ନା ୟାର ତୋ ପାଇଁ ଏତେ ପୋଛି ସବୁକିଛି କରିଦେଲି, ତୋତେ ଟଙ୍କା ଦେଲି, ପଇସା ଦେଲି, ପ୍ରତିଟି ମୁହୂର୍ତ୍ତରେ ତୋତେ ସାହାଯ୍ୟ କଲି, ଯେଉଁ କ୍ଷେତ୍ରରେ ଡାକିଲୁ, ଯେଉଁ ସମୟରେ ଡାକିଲୁ, ଯେଉଁ ଜାଗାରେ ଡାକିଲୁ, ମୁଁ ସେଇ ଜାଗାରେ ଆସି ପହଞ୍ଚିଲି, ତୋର ଅସୁବିଧାରେ, ତୋର ଘର କାମରେ, ତୋର ଦେହରେ, ଡାକ୍ତରଖାନାରେ। କିନ୍ତୁ ଶୁଣା, ମୋତେ ଭୁଲି ଯାଇକି ତୁ ଆଉ ଜଣଙ୍କ କଥାରେ ପଳେଇଗଲୁ। ଆଉ ଜଣେ କେତେ ଦିନ ତୋତେ ସୁଖ ଦେଇଦେଲା, ଆଉ କେତେ ଦିନ ତୋତେ ପଇସା ଦେଇଦେଲା, କେତେ ଦିନ ଗାଡ଼ିରେ ବୁଲେଇ ଦେଲା, ଖାଇବାକୁ ଦେଇଦେଲା, ତୁ ତା କଥାରେ ପଳେଇଗଲୁ। ବର୍ତ୍ତମାନ ତା ସହିତ ଯେତେବେଳେ ନ ପଟୁଛୁ, ଲାଷ୍ଟଲି ମୋ ପାଖକୁ ପଳେଇ ଆସୁଛୁ ନା କ'ଣ? ନା ୟାର ମୋର ଭୁଲ ହେଇଯାଇଛି। ଆରେ ଭାଇ,